ଭେନେଜୁଏଲା ଉପରେ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶର ତେଲ ବିକ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରିଛି ଯେ ଏହା ଭାରତକୁ ଭେନେଜୁଏଲାର ଅଶୋଧିତ ତେଲ ମଧ୍ୟ ବିକ୍ରି କରିବ। ହେଲେ ଟ୍ରମ୍ପ ପ୍ରଶାସନର ଅଧିକାରୀମାନେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ପ୍ରକୃତରେ ଏକ ସାକ୍ଷାତକାର ସମୟରେ ଜଣେ ଆମେରିକୀୟ ଅଧିକାରୀଙ୍କୁ ପଚରାଯାଇଥିଲା ଯେ ଆମେରିକା ଭାରତକୁ ଭେନେଜୁଏଲାର ଦ୍ରୁତ ବର୍ଦ୍ଧିତ ଏବଂ ବିଶାଳ ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଣି ଥରେ ଅଶୋଧିତ ତେଲ କ୍ରୟ କରିବାକୁ ଅନୁମତି ଦେବ କି? ତେବେ ଅଧିକାରୀ ଉତ୍ତର ଦେଇଥିଲେ ହଁ, କିନ୍ତୁ ଆହୁରି କହିଛନ୍ତି ଯେ ସୂକ୍ଷ୍ମ ବିନ୍ଦୁଗୁଡ଼ିକ ଏପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି। ତେଲ ବିକ୍ରୟ ପାଇଁ ସର୍ତ୍ତାବଳୀ ସମ୍ପର୍କରେ ସେ କହିଛନ୍ତି ଯେ ଆମେରିକା ଭେନେଜୁଏଲାର ତେଲକୁ ବିଶ୍ୱ ବଜାରରେ ପୁନଃ ପ୍ରବେଶ କରିବାକୁ ଅନୁମତି ଦେଉଛି, କିନ୍ତୁ ଏହା ଏକ କଡା ନିୟନ୍ତ୍ରିତ ଢାଞ୍ଚା ଅଧୀନରେ କରାଯିବ। ସେ କହିଛନ୍ତି ଯେ ଆମେରିକା ସରକାର ତେଲ ବଜାର କରିବ ଏବଂ ପାଣ୍ଠି ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ପ୍ରଭାବିତ ହେବ। ବ୍ୟୁରୋ ରିପୋର୍ଟ, ଦିନଲିପି ଲାଇଭ୍। दिनलिपि लाइव को एबे ही लाइक शेयर सब्सक्राइब करंतु।